ଏବେ ଏବେ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ତେବେ 18,000 ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରା ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। ତେବେ କୌଣସି ଛାତ୍ରକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଠାରୁ 18,000 କିମ୍ବା ଏହାଠାରୁ ଅଧିକ ଆର୍ଥିକ ସହାୟତା ମିଳୁଛି କି? ଯଦି ଆପଣ ଏହି ସରକାରୀ ସହାୟତା ପାଉଥିବେ ତେବେ ଆପଣ ସୁଭଦ୍ରା ଯୋଜନା ଟଙ୍କାରୁ ବଞ୍ଚିତ ହେବେ। ତେବେ ଏନେଇ ଦୁଇ ବିଭାଗକୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ। ତେବେ ଉଚ୍ଚଶିକ୍ଷା ବିଭାଗର ଅନୁସୂଚିତ ଜାତି ଜନଜାତି ଏପରିକି ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ। ଏପରିକି ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏପରିକି 60 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ତେବେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ 18,000 ଟଙ୍କା କିମ୍ବା ତାଠାରୁ ଅଧିକ ଅର୍ଥ ରାଶି ଆପଣମାନେ ପାଉଥିବେ ତେବେ ନିହାତି ଭାବେ ଆପଣମାନେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହେବେ। ତେବେ ଏହାକୁ ନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ତେବେ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ 2023-24 ଓ 2024-25 ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ 18,000 ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଉଛନ୍ତି ତାର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ। ତେବେ ଆମେ ଯଦି କହିବା ସୁଭଦ୍ରା ଯୋଜନା ଟଙ୍କା କେବେ ମିଳିବ ତ ଦେଖନ୍ତୁ ବର୍ତ୍ତମାନ ପାଇଁ ଯାହା ବି ସୂଚନା ରହୁଛି ଯେଉଁମାନେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପାଇନାହାନ୍ତି ତ ସେମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ ବୋଲି କୁହାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ବି ତାରିଖ ଘୋଷଣା ହେଇନି। ବାସ୍ ମିଳୁଥିବା ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ଯାହା ବି ଖବର ଆସିଛି। ଆଉ ଯେଉଁମାନଙ୍କ ବୟସ 21 ବର୍ଷ ହୋଇସାରିଲାଣି ତ ନିହାତି ଭାବେ ସାଇଟ୍ ଖୋଲା ଅଛି ତ ଯାଇକି ଆପଣମାନେ ଆବେଦନ କରନ୍ତୁ। ଆଉ ହଁ ଯେଉଁମାନେ ଏବେ ଆବେଦନ କରିବେ ସେମାନଙ୍କୁ ସୁଭଦ୍ରାର ଚତୁର୍ଥ କିସ୍ତିରେ ସେମାନଙ୍କୁ ଟଙ୍କା ମିଳିବ। ଆଉ ଯେଉଁମାନେ 3ଟି କିସ୍ତି ପାଇସାରିଛନ୍ତି ତ ସେମାନଙ୍କୁ ମଧ୍ୟ ସୁଭଦ୍ରା ଚତୁର୍ଥ କିସ୍ତିରେ ଟଙ୍କା ମିଳିବ। ତେବେ ସୁଭଦ୍ରା ଟଙ୍କାକୁ ନେଇ ଆଉ ଯାହା ବି ଅପଡେଟ୍ ଆସିଲେ ଆପଣମାନେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ ଏ ଭିଡ଼ିଓ କେଉଁଠି ଦେଖୁଛନ୍ତି ନିହାତି ଭାବେ କମେଣ୍ଟ ବକ୍ସରେ କମେଣ୍ଟ କରିବା ସହିତ ଆପଣମାନଙ୍କ ସାଙ୍ଗସାଥି ପାଖକୁ ଏ ଭିଡ଼ିଓକୁ ସେୟାର କରିଦିଅନ୍ତୁ।